ହ୍ୟାଲୋ ହ୍ୟାଲୋ ଆପଣମାନଙ୍କୁ ପୁଣି ଥରେ ମୋ ଚ୍ୟାନେଲକୁ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ଆମେ ମୁଖ୍ୟ ଦିବସ ବା ଯେଉଁ ମୁଖ୍ୟ ସୂଚୀ ଗୁଡ଼ାକ ଥାଏ କେଉଁ ଦିନରେ କେଉଁ ଯେଉଁ ପାଳନ କରାଯାଏ, ଯେମିତି ଶିଶୁ ଦିବସ ନଭେମ୍ବର 14ରେ ଥାଏ, ସେମିତି କେଉଁ ଦିବସଟା ଇମ୍ପୋର୍ଟାଣ୍ଟ ଡେ ଗୁଡ଼ାକ ଡିସ୍କସନ୍ କରିବା। ଆଉ ସେ ତା ଆଗରୁ ମୁଁ କହିଦେଉଛି ଆପଣମାନେ ଯେତେବେଳେ ଭିଡ଼ିଓ ଦେଖିବେ ତ ଯେଉଁ ମାକ୍ସିମାଇଜ୍ ଅପସନ୍ଟା ଅନ୍ କରିକରି ମାନେ ଦେଖିବେ ଫୁଲ୍ ସ୍କ୍ରିନ୍ରେ। ଆଉ ଯଦି କିଛି ନୋଟ୍ କରିବାର ଅଛି ତ ଆପଣମାନେ ଭିଡ଼ିଓକୁ ପଜ୍ କରିକି ନୋଟ୍ କରିକି ଦେଖିପାରିବେ। ଆଉ ଯଦି ଆପଣମାନଙ୍କୁ ଭିଡ଼ିଓ ସ୍ଲୋ ଲାଗୁଛି ତ ଆପଣମାନେ 1.5xରେ ଦେଖିପାରିବେ। ତେବେ ଷ୍ଟାର୍ଟ କରିବା ଆଜିର କ୍ଲାସ୍। ଆପଣମାନେ ଦେଖିପାରୁଥିବେ ଷ୍ଟାର୍ଟରୁ। ଦେଖ, ଏକ ଶିଶୁ ଦିବସ କେବେ ପାଳନ କରାଯାଏ? ଦେଖନ୍ତୁ, ତା'ର ଉତ୍ତର ହେଉଛି ନଭେମ୍ବର 14 ହେଲା। ତାପରେ ଦେଖ, ଭାରତ ଛାଡ଼ ଆନ୍ଦୋଳନ ଦିବସ କେବେ ପାଳନ କରାଯାଏ ବା କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଡେ ଅଗଷ୍ଟ 9 ତାରିଖ ହେଲା। ତାପରେ ଆମେ ଦେଖିବା ଆମର ମହାତ୍ମା ଗାନ୍ଧୀ ହତ୍ୟା ଦିବସ ବା ଶହୀଦ ଦିବସ ଜାନୁଆରୀ 30ରେ ହେଇଥିଲା। ଆପଣମାନେ କମେଣ୍ଟ ସେକ୍ସନରେ କହିବେ କି ମହାତ୍ମା ଗାନ୍ଧୀଙ୍କ ହତ୍ୟା ଦିବସ ତ ଜାନୁଆରୀ 30, ହେଲେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ କେବେ ପାଳନ କରାଯାଏ ସେଇଟା ଆପଣମାନେ କମେଣ୍ଟ ସେକ୍ସନରେ ଜଣାଇବେ। ତାପରେ ହିରୋସୀମା ଦିବସ ବୋଲେ ତ ଆପଣମାନେ ଜାଣିଥିବେ, ହିରୋସୀମାରେ ଆମର ଆଟମିକ୍ ବମ୍ ପଡ଼ିଥିଲା ଯେଉଁ ବିଶ୍ୱଯୁଦ୍ଧ ବେଳେ, ତ ସେଇଟା ଅଗଷ୍ଟ 6ରେ ପାଳନ କରାଯାଏ। ଆଉ ଜବାହରଲାଲ ନେହେରୁ ମୃତ୍ୟୁ ଦିବସ ଆମେ ମେ 27ରେ ପାଳନ କରିଥାଉ। ତ ମୃତ୍ୟୁ ଦିବସ ତ ମେ 27ରେ ପାଳନ କରିଥାଉ, କିନ୍ତୁ ତାଙ୍କ ଜନ୍ମ ଦିବସ କେବେ ପାଳନ କରାଯାଏ ସେଇଟାକୁ ଆପଣମାନେ କମେଣ୍ଟ ସେକ୍ସନରେ କହିବେ। ଆଉ ସେଇ ତାଙ୍କର ଜନ୍ମ ଦିବସକୁ କେଉଁ ଦିବସ ଭାବରେ ପାଳନ କରାଯାଏ ସେଇଟା ଆପଣମାନେ କମେଣ୍ଟ ସେକ୍ସନରେ ଜଣାଇବେ। ତାପରେ ଦେଖ, ଜଲିଆଁୱାଲାବାଗ ହତ୍ୟାକାଣ୍ଡ ଦିବସ, ଏଇଟା ତ ଆପଣମାନେ ସମସ୍ତେ ଜାଣିଥିବେ। ଏପ୍ରିଲ 13 ତାରିଖ ଯେଉଁ ଆମର ଜେନେରାଲ ଡାୟର ହତ୍ୟା କରିଥିଲେ ଜଲିଆଁୱାଲାବାଗ ଠାରେ, ତ ଆପଣମାନେ ଦେଖିଥିବେ, ତ ମନେ ରଖିଥିବେ। ତାପରେ ଆପଣ ଜାଣିପାରିବେ ଏପ୍ରିଲ 13 ତାରିଖ ହେଇଥିଲା। ତାପରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଦିବସ ହେଇଥିଲା ଅକ୍ଟୋବର 31 ତାରିଖରେ। ଇନ୍ଦିରା ଗାନ୍ଧୀ କିଏ ଥିଲେ? ଆମର ପ୍ରଧାନମନ୍ତ୍ରୀ ଯେଉଁ ଥିଲେ, ତାଙ୍କୁ କିଏ ମାରିଥିଲେ? ଆପଣମାନେ କମେଣ୍ଟ ସେକ୍ସନରେ ତା'ର ଆନ୍ସର୍ ଦେଇପାରିବେ। ତ ଦେଖନ୍ତୁ, ପତାକା ଦିବସ ବା ଆର୍ମ ଫୋର୍ସ ଫ୍ଲାଗ ଡେଟା ଆମର ଡିସେମ୍ବର 7ରେ ପାଳନ କରାଯାଏ। ତ ଆପଣମାନେ ଦେଖିପାରୁଥିବେ ପତାକା ଦିବସ ବା ଆର୍ମ ଫୋର୍ସ ଫ୍ଲାଗ ଡେ। ତାପରେ ଆପଣମାନେ ଦେଖିଥିବେ ବିଶ୍ୱ ଏଡ୍ସ ଦିବସ ବା ବିଶ୍ୱ ଏଡ୍ସ ଦିବସ। ଦେଖନ୍ତୁ, ବିଶ୍ୱ ଏଡ୍ସ ଡେ ଆମର ଡିସେମ୍ବର 1 ତାରିଖ ପାଳନ କରାଯାଏ ହେଲା। ତାପରେ ବିଶ୍ୱ ପରିବେଶ ଦିବସ ବା ୱାର୍ଲଡ ଏନଭାଇରନମେଣ୍ଟ ଡେ ଆମର ଜୁନ 5 ତାରିଖ ପାଳନ କରାଯାଏ ହେଲା। ତ ଆପଣମାନେ ଦେଖିପାରୁଥିବେ। ତାପରେ ଏପ୍ରିଲ ଫୁଲ୍ସ ଡେ ବା ବୋକା ଦିବସ, ଏପ୍ରିଲ ଫୁଲ୍ ବୋଲିକରି ଯେଉଁ ଆପଣମାନେ ହ୍ୱାଟ୍ସଆପ୍ରେ ମେସେଜ୍ କରନ୍ତି ବା ଯେଉଁଠି ଆପଣମାନେ ଏପ୍ରିଲ 1 ତାରିଖ ଏପ୍ରିଲ ଫୁଲ୍ ଡେ କୁହାଯାଏ ନା। ତାପରେ ଏପ୍ରିଲ 1କୁ ଆଉ ଗୋଟେ କେଉଁ ଡେ କୁହାଯାଏ ସେଇଟା ମାନେ ବି ଆପଣମାନେ କମେଣ୍ଟ ସେକ୍ସନରେ ଜଣାଇବେ ଦୟାକରି। ତାପରେ ଆଉ ଗୋଟେ ପାକିସ୍ତାନ ସ୍ୱାଧୀନତା ଦିବସ, ତ ଆପଣମାନେ ଜାଣିଛନ୍ତି ଅଗଷ୍ଟ 14 ତାରିଖ ହେଇଥିଲା। ଡିଭାଇଡ଼ ହେଇଥିଲା ଯେତେବେଳେ ଆମର ପାକିସ୍ତାନ ଆଉ ଇଣ୍ଡିଆ ଆଗରୁ ଗୋଟେ ଦେଶ କରିଥିଲେ, ଆଉ ସେଇଟା ଡିଭାଇଡ଼ ହେଇକରି ପାକିସ୍ତାନ ଓ ଇଣ୍ଡିଆ ହେଇଥିଲା। ତ ଅଗଷ୍ଟ 14 ତାରିଖ ପାକିସ୍ତାନ ସ୍ୱାଧୀନତା ଦିବସ ପାଳନ କରିଥିଲା। ବାକି ତ ଆପଣମାନେ କମେଣ୍ଟ ସେକ୍ସନରେ ଜଣାଇବେ କି ଆମର ଇଣ୍ଡିଆର ସ୍ୱାଧୀନତା ଦିବସ କେବେ ପାଳନ କରାଯାଏ। ତ ଆଉ ଗୋଟେ ଉତ୍କଳ ଦିବସ ଦେଖନ୍ତୁ, ଉତ୍କଳ ଦିବସ ବା ଏପ୍ରିଲ 1 ତାରିଖ ଆମର କ'ଣ ହେଇଥିଲା? ଉତ୍କଳ ଦିବସ କାହିଁକି କୁହାଯାଏ? କାହିଁକି ଆମର ଉତ୍କଳ ବା ଓଡ଼ିଶା ସେଥିରେ ଏପ୍ରିଲ 1 ତାରିଖ ତା'ର ମାନେ ଗୋଟେ ସ୍ୱତନ୍ତ୍ର ରାଷ୍ଟ୍ର ଭାବରେ ଗଠନ ହୋଇଥିଲା, ସେଥିଲାଗି ତାହାକେ ଉତ୍କଳ ଦିବସ କୁହାଯାଏ। ତାପରେ ବାଂଲାଦେଶର ସ୍ୱାଧୀନତା ଦିବସ ଦେଖନ୍ତୁ ମାର୍ଚ୍ଚ 26 ତାରିଖ। ଦେଖନ୍ତୁ, ଯେତେବେଳେ ଆମର ଇଣ୍ଡିଆ ସ୍ୱାଧୀନ ହେଲା ସେତେବେଳେ ପାକିସ୍ତାନ ଆଉ ଇଣ୍ଡିଆ ବୋଲି ଡିଭାଇଡ଼ ହେଲା ଦୁଇଟି ଦେଶରେ। ତାପରେ ଯେଉଁ ପାକିସ୍ତାନ ଥିଲା ସେଇଟା ଡିଭାଇଡ଼ ହେଇକରିକି ପାକିସ୍ତାନ ଆଉ ବାଂଲାଦେଶ ହେଇଥିଲା। ତ ବାଂଲାଦେଶର ସ୍ୱାଧୀନତା ଦିବସ ମାର୍ଚ୍ଚ 26 ତାରିଖ ହେଇଥିଲା। ଆପଣମାନେ କମେଣ୍ଟ ସେକ୍ସନରେ କହିବେ କି ପାକିସ୍ତାନ କାହିଁକି ଡିଭାଇଡ଼ ହେଇଥିଲା ଆଉ ବାଂଲାଦେଶ କାହିଁକି ବଣିଥିଲା ହେଲା। ତାପରେ ଆମେ ଡିସ୍କସନ୍ କରିବା। ଦେଖନ୍ତୁ, ବିଶ୍ୱ ସ୍ୱାକ୍ଷରତା ଦିବସ ବା ୱାର୍ଲଡ ଲିଟରେସି ଡେ ତ ସେପ୍ଟେମ୍ବର 8 ତାରିଖ ପାଳନ କରାଯାଏ। ତାପରେ ବିଶ୍ୱ ଅକ୍ଷମତା ଦିବସ ଡିସେମ୍ବର 3 ତାରିଖ।
তারপরে জাতীয় যুবক দিবস বা ন্যাশনাল ୟୁଥ୍ ଡେ ଜାନୁଆରୀ 12 ତାରିଖ ପାଳନ କରାଯାଏ। ଏଇଟା ଆମର ସବୁ କରେଣ୍ଟ ଆଫେୟାର୍ ଯେଉଁ ଷ୍ଟାଟିଷ୍ଟିକ୍ ହିସାବରେ ଆପଣମାନେ ମନେ ରଖିପାରିବେ। ସବୁ ଏକ୍ଜାମ୍ରେ ଟୋଟାଲ୍ ଯେତେ ବି ଏକ୍ଜାମ୍ ହୋଇଥାଏ ସେଠାରେ ଗୋଟେ ଇମ୍ପୋର୍ଟାଣ୍ଟ ଡେର ଗୋଟେ କ୍ୱେଶ୍ଚିନ୍ ଫିକ୍ସ ଥାଏ, ସେଥିଲାଗି ଆପଣମାନେ ମନେ ରଖିଥିବେ। ତାପରେ ଅନ୍ତର୍ଜାତୀୟ ମହିଳା ଦିବସ ବା ଇଣ୍ଟରନ୍ୟାସନାଲ୍ ଓମେନ୍ ଡେ, ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଦେଖନ୍ତୁ। ମୁଁ ପଢ଼ୁଛି ମାର୍ଚ୍ଚ 8 ତାରିଖ। ଏଇଟା ବହୁତ ଏକ୍ଜାମ୍ରେ ଏଇ କ୍ୱେଶ୍ଚିନ୍ ଆସିଛି, ତ ଆପଣମାନେ ଦୟାକରି ମନେ ରଖିଥିବେ। ତ ଏଇଟା ରହୁଛି କିଛିଟା ଇମ୍ପୋର୍ଟାଣ୍ଟ ଡେ। ପୁଣି ଆଉ ଥରେ ଅନ୍ୟ କିଛି କ୍ୱେଶ୍ଚିନ୍ ଆଣିକି ଆସିବା, ମାନେ ଏତେ ମନେ ରଖିଥିବେ। ଆଉ ଆପଣମାନେ ସବୁ ରିଭିଜନ୍ କରିବେ। ଆଉ ଏଇ କ୍ଲାସ୍କୁ ଯଦି ଆପଣମାନଙ୍କୁ ଭଲ ଲାଗିଲା ତ ଆପଣ କମେଣ୍ଟ ସେକ୍ସନ୍ରେ ଲେଖିବେ କି କିଛି ଯେଉଁ କ୍ୱେଶ୍ଚିନ୍ ପଚାରିବେ ସେଇଟା କମେଣ୍ଟ ସେକ୍ସନ୍ରେ ଲେଖିବେ। ଆଉ ଆପଣମାନେ ଏଇ ଭିଡ଼ିଓକୁ ଯଦି ନୋଟ୍ସ କରିବାର ଅଛି ତ ଭିଡ଼ିଓକୁ ପଜ୍ କରି ନୋଟ୍ସ କରିବେ। ଆଉ ମ୍ୟାକ୍ସିମମ୍ ସ୍କ୍ରିନ୍ରେ ଦେଖିବେ, ଆପଣମାନେ ମ୍ୟାକ୍ସିମାଇଜ୍ କରିବେ ଯେଉଁ ଫୁଲ୍ ସ୍କ୍ରିନ୍ରେ। ଥ୍ୟାଙ୍କ ୟୁ।